ଶ୍ରୀମଦ୍ଭାଗବତ ସପ୍ତମ ସ୍କନ୍ଧ ଏକାଦଶ ଅଧ୍ୟାୟ। ନାରଦ ଯୁଧିଷ୍ଠିର ପାଶେ କହନ୍ତି ଅଧ୍ୟାୟ ଏକାଦଶେ। ମନୁଷ୍ୟ ବର୍ଣ୍ଣ ଧର୍ମ ଯେତେ, ଯେ ଚାରି ବର୍ଣ୍ଣ ଏ ଜଗତେ। ନଥାନ୍ତି ପାଷାଣ୍ଡଙ୍କ ମତେ, ଗୋବିନ୍ଦ ଭଜି ଶୁଦ୍ଧ ଚିତ୍ତେ। ମୋକ୍ଷ ସାଧନ ଆଦି କରି, ଯେ କର୍ମେ ସିଦ୍ଧି ନରହରି। ଦଶ ଅଧ୍ୟାୟରେ ମହାମୁନି କହିଲେ ଭକ୍ତି ଜ୍ଞାନ ବେନି। ପାଞ୍ଚ ଅଧ୍ୟାୟରେ ପୁଣି ଏବେ କର୍ମଯୋଗକୁ ସେ କହିବେ। ଶୁକ କହନ୍ତି ଭକ୍ତି ମାର୍ଗେ, ଆନନ୍ଦେ ପରୀକ୍ଷିତ ଆଗେ। ଶୁକବାଚ ଶୁଣି ନାରଦ ମୁଖୁ କଥା, ସେ ଧର୍ମ ସୁତ ଶୁଦ୍ଧ ଚେତା। ସେ ପ୍ରହଲ୍ଲାଦର ଚରିତ, ସୁସାଧୁ ସଭା ମଧ୍ୟେ ଗୀତ। ଉତ୍ତମ ମଧ୍ୟେ ଯେ ଅଗ୍ରଣୀ, ଯାହାର ଆତ୍ମା ଚକ୍ରପାଣି। ତାର ଚରିତ ଧର୍ମ ସୁତ, ଶୁଣି ଆନନ୍ଦେ ହରଷିତ। ବ୍ରହ୍ମାନନ୍ଦନ ପରିମୁଖେ, ପୁଣି ପୁଛିଲେ ଆତ୍ମସୁଖେ। ଯୁଧିଷ୍ଠିର ଉବାଚ ମନୁଷ୍ୟ ଜନ୍ମର ସ୍ୱଧର୍ମ, ଯେ ବର୍ଣ୍ଣେ ସାଧି ଯେବା କର୍ମ। ଈଶ୍ୱର ବାକ୍ୟେ ଧର୍ମ ସାଧି, ଯେବା ଆଶ୍ରମେ ଯେବା ବିଧି। ଧର୍ମ ସମ୍ପାଦି କର୍ମ ମଧ୍ୟେ, ଅନ୍ତେ ପଶନ୍ତି କୃଷ୍ଣ ପାଦେ। ଏହା ଶୁଣିବି ଇଚ୍ଛା ମୋର, ହେ ମୁନି ମୋତେ ଦୟା କର। ତୁମ୍ଭେ ଯେ ପଦ୍ମଯୋନି ସୁତ, ଜାଣ ସକଳ ପରମାର୍ଥ। ସମାଧି ତପ ଜ୍ଞାନ ତୋର, ସନ୍ତୋଷ ତୋତେ ବେଦବର। ଯେ ବିପ୍ର ନାରାୟଣ ପର, କିଅବା ତାର ଅଗୋଚର। କରୁଣାବନ୍ତ ଶାନ୍ତ ଦେହେ, ଯେବା ଅଛନ୍ତି ତୁମ୍ଭ ପ୍ରାୟେ। ସେ ଗୁପ୍ତ ଧର୍ମକୁ ଜାଣନ୍ତି, ଯେ ଧର୍ମ ଅନ୍ୟେ ନ ଜାଣନ୍ତି। କେବଳ ଦୟା ସିନ୍ଧୁ ଧୀର, ଅଶେଷ ଜ୍ଞାନର ଈଶ୍ୱର। ଏମନ୍ତେ ରାଜା ଭାବ ଘେନି, ହସି କହନ୍ତି ବ୍ରହ୍ମ ମୁନି। ନାରଦ ଉବାଚ ନମଇ ପ୍ରଭୁ ନରହରି, ଅଜନ୍ମା ଜନ୍ମ ରୂପ ଧରି। ଅଶେଷ ପ୍ରାଣୀ ଧର୍ମ ସେତୁ, ପ୍ରକାଶ କଲେ ପାର ହେତୁ। ସେ ସନାତନ ଧର୍ମବାଣୀ, ମୁଁ ନାରାୟଣ ମୁଖୁ ଶୁଣି। ସକଳ ଲୋକ ଧର୍ମ ଅର୍ଥେ, କହିବି ନରନାଥ ତୋତେ। ସେ ଅବତାର ଆତ୍ମା ଅଂଶେ, ଜନ୍ମ ଲଭିଲେ ଧର୍ମ ବଂଶେ। ଦକ୍ଷ କନ୍ୟାର ଗର୍ଭେ, ହରି ଜନ୍ମିଲେ ଋଷି ରୂପ ଧରି। ସଂସାର ଲୋକ ସିଦ୍ଧି କାମେ, ସେ ବସି ବଦରିକାଶ୍ରମେ। ତପ ସାଧନ୍ତି ଦୃଢ଼ କରି, ନୃନାରାୟଣ ରୂପ ଧରି। ଯେ ହରି ସର୍ବଦେହେ ଆତ୍ମା, ଧର୍ମର ମୂଳ ଶୁଦ୍ଧ କର୍ମା। ତାର ବଚନ ଶ୍ରୁତି ପଥେ, ଯେ ପ୍ରାଣୀ ଶୁଣେ ଅବିରତେ। ଭକ୍ତି ସମ୍ପାଦିତା ଚରଣ, ଆନନ୍ଦେ ପଶନ୍ତି ଶରଣ। ସତ୍ୟ ଶୌଚ ଦୟା ତପ, ତିତିକ୍ଷା ସମଦମ କଳ୍ପ। ଅହିଂସା ବ୍ରହ୍ମଚର୍ଯ୍ୟ ତ୍ୟାଗ, ସାଧୁ ଶରୀର ରିପୁ ଭୋଗ। ସନ୍ତୋଷ ସମ ଦୃଷ୍ଟି ସେବା, ଯେଣେ ସନ୍ତୋଷ ଋଷି ଦେବା। କର୍ମେ ନିବୃତ୍ତି ଗ୍ରାମ୍ୟ ଧର୍ମ, ମୌନ ଆତ୍ମ ବିଚାରଣ। ହୃଦେ ନିରୋଧ ଦୁଷ୍ଟ ମନ, ଏ ପ୍ରାଣୀ ସାଧାରଣ ଧର୍ମ। ତତ୍ତ୍ୱଧାରଣା ତତ୍ତ୍ୱଜ୍ଞାନ, ଯା ଦେଖି ରହିବ ଚେତନ। ବିଷୟ କର୍ମ ଜାଣି ବ୍ୟର୍ଥ, କେବେ ନ ଦେବ ତହିଁ ଚିତ୍ତ। ନ କରି ଅନ୍ୟ ଭୋଗା ଭୋଗ, ଭୂତ ଅତିଥି ପୂଜ ଆଗ। ଆତ୍ମା ଦେବତା ବୁଦ୍ଧି କରି, ଏ ଭାବେ ଗୃହେ ଥିଲେ ତରି। ଶ୍ରୀକୃଷ୍ଣ ନାମ ଅନୁକ୍ଷଣ, ସ୍ମରଣ ଶ୍ରବଣ କୀର୍ତ୍ତନ। ସେବା ପୂଜନ ଦାସପଣ, ସୁସଖ୍ୟ ଆତ୍ମନିବେଦନ। ପରମ ଧର୍ମ ଏ ପ୍ରସିଦ୍ଧି, ମନୁଷ୍ୟ ଜନ୍ମର ଏ ବିଧି। କୁଳ ଲକ୍ଷଣ ଧର୍ମ ଏହି, ଯେଣେ ସନ୍ତୋଷ ଭାବଗ୍ରାହୀ। ଅଖିଳ ସଂସ୍କାର କାରଣ, ବେଦ ଅଭ୍ୟାସିବେ ବ୍ରାହ୍ମଣେ। ଅଖିଳ ସଂସ୍କାର କାରଣେ, ବେଦ ଅଭ୍ୟାସିବେ ବ୍ରାହ୍ମଣେ। ବ୍ରାହ୍ମଣ ଆଦି ତିନି ବର୍ଣ୍ଣ, ଯଜନ ଦାନ ଅଧ୍ୟୟନ। ଜନ୍ମାଦି କ୍ରିୟା କର୍ମ ଯେତେ, ଚତୁର ଆଶ୍ରମ ସହିତେ। ପଠନ ଆଦି ଷଟକର୍ମ, ବ୍ରାହ୍ମଣ ଜନର ଏ ଧର୍ମ। ରାଜାର ଧର୍ମ ପ୍ରଜା ରକ୍ଷା, ଆଦାନ ବିନେ ପଞ୍ଚ ଦୀକ୍ଷା। ବାଣିଜ୍ୟ କୃଷି ଗୋରକ୍ଷଣ, ବୈଶ୍ୟ ଜନର ଏ ଲକ୍ଷଣ। ଶୂଦ୍ର ଜନର ଦ୍ୱିଜ ସେବା, ଯେଣେ ସନ୍ତୋଷ ସର୍ବଦେବା। ଯେ ଧର୍ମ ଶ୍ରୁତି ସ୍ତୁତି ଭେଦେ, ତାହା ସାଧିବ ନିରାପଦେ। ଆପଦେ ଅନ୍ୟ ବର୍ଣ୍ଣ କ୍ରମେ, ସାଧି ବଞ୍ଚିବ ତିନି ବର୍ଣ୍ଣେ। ବିପ୍ର ଜୀବନ ବୃତ୍ତି ଅର୍ଥେ, କୃଷି ଅଥବା ଅଯାଚିତେ। ଧାନ୍ୟ ଯାଚଙ୍ଗା ପ୍ରତିଦିନ, ଯେ ଅବା ବୃତ୍ତି ଶିଳୋଚ୍ଛନ। ବାଣିଜ୍ୟ କରିବା ବଞ୍ଚିବ, ନିଜକୁ ସେବା ନ କରିବ। ବିପ୍ର କ୍ଷତ୍ରିୟ ବେନି ବର୍ଣ୍ଣ, ବର୍ଜିବ ନିନ୍ଦା ବୃତ୍ତିମାନ। ଏତେ ଲକ୍ଷଣ ତୋତେ କହି, ରାଜନ ଶୁଣ ମନ ଦେଇ। ତପ ଶୌଚ ସମ ଦମ, ସନ୍ତୋଷ ଋଜୁ କ୍ଷମା ଜ୍ଞାନ।
सदा अच्युत आत्मा सत्य विप्र लक्षण ए विहित तेज शौर्य वीर्य धृति त्याग संयम सत्य शांति नीति प्रसन्न विप्र रक्षा क्षत्रिय लक्षण ए दीक्षा गुरु अच्युत देवे भक्ति त्रिवर्ग साधन जे नीति आस्तिक्य उद्यम नैपुण्य वैश्य जनर ए लक्षण अकपटरे स्वामी सेवा केबे हें चोरी न करिबा सत्य जे गोविप्र रक्षण मंत्र विहीने यज्ञ कर्म साधु विनति शौच कर्म शूद्र जनर ए स्वकर्म एबे हो युधिष्ठिर शुण स्त्री जनर जे लक्षण स्वामीर चरण कमले सेविब मनर निश्चले स्वामीर बंधु थिबे जेते तांको तोषणे थिब नित्ये पतिव्रतांक ए लक्षण निगम वचन प्रमाण गृह मार्जन उपलेप मंडन सायंकाले दीप शौच मार्जन तनुकेश हरिद्रा सुगंध उत्कर्ष शुद्ध सुनित्य कर्म स्नान पवित्र सात्विक भोजन आत्ममंडन निरंतरे भूषण कज्जल सिंदूरे विनये दमे साध्वी नारी जे उच्च नीच कर्म करी सर्वदा स्नेह सत्यशीले भजिब पति काले काले सत्य वचने प्रेमे सदा पतिंकी भजिब सर्वदा संतोष अलोभ सुदक्ष धर्मज्ञ प्रिय सत्य वाक्य शुचि सुसिग्धे से आनंदे निरते सेवे स्वामी पादे सेवा करिब जन्म जने सेवा करिब जंतु जने पर पुरुष पितृज्ञाने जे नारी हरि भावे नीति सेवा करती निज पति से नारी लक्ष्मी प्राय होई पतिर हस्त देई पति संगते विष्णु लोके बसई आनंदे अशोके अन्य जातिर जेवा धर्म नियत कूलर से कर्म एमंत धर्म जुगे जुगे जानी सेवंती अनुरागे वेद दृष्टि विप्रजने धर्म कहती अवधाने जे धर्मे इह पर लोके प्राणी तरंती आत्मसुखे वृत्ति स्वभावे क्रिया घेनी जे धर्म इह परे माने वर्तन्ति स्वकर्म करणे सेनरे पसंती निर्गुणे निरते तपव्रत करी विष्णु मायारु जान्ति तरी निष्काम मार्गे जेबे भजे अंकुर जेह्ने दग्ध बीजे केबे ही वृक्ष से नुह ही यत्न कले हैं नाश जाई कियो बा काम जड़ चित्ते जेबे सेवई अविरते तेबे विरक्त चित्त होए बहुत घृते अग्नि प्राये से वर्णे जेमंत लक्षण देवे वर्णंती मुनिगण वेदे वर्णंती मुनिगण ताओध ऊर्धे जेबे देखी से वर्ण धर्मे ताकु लेखी एमंत धर्म अनुवादे मुनि कहंती सभा मध्ये शुणी सानंद धर्मसुत कहई दास जगन्नाथ इति श्रीमद्भागवते महापुराणे पारमहंस्यां संहितायां सप्तमस्कन्धे युधिष्ठिर नारद संवादे सदाचार निर्णयो नाम एकादशोऽध्यायः। हरे कृष्ण 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 हरे 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 राम 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 हरे हरे हरि बोलो।